ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଆଜିର ଗୋଟେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଆଉ ଆପଣମାନେ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନାବାଳକ ଖ୍ରୀଷ୍ଟିଆନ କହିଲେ କ'ଣ? ନାବାଳକ ଖ୍ରୀଷ୍ଟିଆନ କହିଲେ କ'ଣ? ତ ସେଇ ପଦ ଆଲୋଚନା କରିବା ପୂର୍ବରୁ ପ୍ରାର୍ଥନା କରିବା। ଧନ୍ୟବାଦ ପ୍ରଭୁ, ସୁନ୍ଦର ଅବକାଶ ଆମମାନଙ୍କୁ ଦେଲ। ଯେଉଁ ବିଷୟ ଆମେ ଆଲୋଚନା କରିବୁ ତାହା ସରଳ ଭାବରେ ଆଉ ଠିକ୍ ଭାବରେ ବୁଝିବା ପାଇଁ ସାହାଯ୍ୟ କର। ଗୌରବ ଓ ସମ୍ଭ୍ରମ ତମଠାରେ ସ୍ମରଣ କରି ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଛୁ, ଆମେ। ଦେଖନ୍ତୁ, ନାବାଳକ ଖ୍ରୀଷ୍ଟିଆନ କହିଲେ କ'ଣ? ଏରେ ଗୋଟେ ନୂଆ ପଦ ପରି ଲାଗୁଛି, କିନ୍ତୁ ମୁଁ ଗାଲାତି 4 ପର୍ବ 1ରୁ 7 ପର୍ଯ୍ୟନ୍ତ ଆପଣମାନଙ୍କୁ ଆପଣମାନଙ୍କ ସହିତ ଆଲୋଚନା କରିବି। ମୁଁ ପଢ଼ୁଛି। କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ, ସେତେ ଦିନ ପର୍ଯ୍ୟନ୍ତ ସେ ସମସ୍ତ ବିଷୟର କର୍ତ୍ତା ହେଲେ ହେଁ କୌଣସି ପ୍ରକାରେ ଦାସ ଠାରୁ ଭିନ୍ନ ନୁହେଁ। କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବ୍ୟବର୍ତ୍ତାମାନଙ୍କ ଅଧୀନରେ ଥାଏ। ସେହିପରି ଆମମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ଶିକ୍ଷା ବିଷୟ ଗୁଡ଼ାକର ଦାସ ଥିଲୁ। କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ। ସେ ସ୍ତ୍ରୀଜାତ ହୋଇ ବ୍ୟବସ୍ଥାଧୀନ ହେଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି। ପୁଣି ଆମ୍ଭେମାନେ ପୁତ୍ରୋତ୍ତର ଅଧିକାର ପ୍ରାପ୍ତ ହେଉ। ଆଉ ତୁମ୍ଭେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମମାନଙ୍କ ହୃଦୟକୁ ପ୍ରେରଣ କଲେ। ସେହି ଆତ୍ମା ଆବା ପିତା ବୋଲି ଡାକନ୍ତି। ଏଣୁ ତୁମ୍ଭେ ଆଉ ଦାସ ନୁହଁ, କିନ୍ତୁ ପୁତ୍ର। ପୁଣି ଯଦି ପୁତ୍ର, ତେବେ ଈଶ୍ୱରଙ୍କ କର୍ତ୍ତୃକ ଉତ୍ତରାଧିକାରୀ। ଦେଖନ୍ତୁ, ଧ୍ୟାନ ଦେଇ ଆପଣମାନେ ଶୁଣନ୍ତୁ। ନାବାଳକ ଖ୍ରୀଷ୍ଟିଆନ ଏବଂ ସାବାଳକ ଖ୍ରୀଷ୍ଟିଆନ, ଏଠାରେ ପାଉଲ ଗୋଟେ ଉଦାହରଣ ବ୍ୟବହାର କରିକି ଆମକୁ ସତ୍ୟ ଜଣାଇବାକୁ ଚାହାନ୍ତି। ତାହା ହେଉଛି ଗୋଟିଏ ବାପାଙ୍କର ଗୋଟେ ବଡ଼ କମ୍ପାନୀ ଥିଲା। ଆପଣମାନଙ୍କ ପାଇଁ ସହଜ ହେବ ମୁଁ କହିବି। ଗୋଟେ ବାପାଙ୍କର ଗୋଟେ ବଡ଼ କମ୍ପାନୀ ଥିଲା, ଆଉ ତାଙ୍କର ଅନେକ ଚାକିରିଆ ମାନେ ଥିଲେ। ଅନେକ ତାଙ୍କ ଅଫିସରେ, ସେ କମ୍ପାନୀରେ କାମ କରିବା ଲୋକ ଥିଲେ। ଆଉ ସେ ଲୋକର ଗୋଟେ ପୁତ୍ର ସନ୍ତାନ ଥିଲେ। ଆଉ ତାଙ୍କର ଅନେକ ସମ୍ପତ୍ତି ଅଛି, ଅନେକ କମ୍ପାନୀ ଅଛି, ଅନେକ ଲୋକମାନେ ତାଙ୍କର କାମ କରନ୍ତି। ଆଉ ତାଙ୍କର ଗୋଟେ ନିଜର ଛୁଆ ଅଛି, କିନ୍ତୁ ସେ ଛୁଆ ବଡ଼ ହେଇନାହିଁ। ସେ ଛୁଆ ଛୋଟ ହେଇକି ରହିଯାଇଛି। ତ ସେ ଛୁଆ ଯେତେବେଳେ ଛୋଟ ହେଇକି ଅଛି, ସେ କମ୍ପାନୀର କୌଣସି ଜିନିଷ ସେ ଦାୟିତ୍ୱ ନେଇପାରିବ ନାହିଁ। ଆଉ ଯଦି ବି କୌଣସି ଜିନିଷ ସେ ଯିବ ଆଉ ମାଗିବ, କମ୍ପାନୀର କର୍ମକର୍ତ୍ତାମାନଙ୍କୁ ଯିଏ କାମ କରନ୍ତି, ସେମାନେ ନିଶ୍ଚିତ ଯେଉଁଟା ହଁ କରିବାକୁ ଥିବ ସେଟା ହଁ କରିବେ, ଯେଉଁଟା ନା କରିବାକୁ ଥିବ ନା କରିବେ। ଅର୍ଥାତ୍ ଇଏ ଯେ ମାଲିକର ପୁଅ ବୋଲି ସେମାନେ କେବେ ବି ଦେବେ ନାହିଁ। ସେମାନେ ବିଚାର କରିବେ ଦେବା ଠିକ୍ ହେବ କି ନାହିଁ, ଏବଂ ସେମାନେ ବାପାଙ୍କୁ ଅର୍ଥାତ୍ ତାଙ୍କର ମାଲିକକୁ ପରାମର୍ଶ କରିବେ ଯେ ଏଇ ଜିନିଷ ଏ ଲୋକକୁ ଦେବା ଠିକ୍ କି ନାହିଁ। ଅର୍ଥାତ୍ ମୁଁ କହିବାକୁ ଚାହେଁ, ଆପଣମାନେ ଧ୍ୟାନ ଦିଅନ୍ତୁ। ସେ ଯେଉଁ ମାଲିକ ଅଛି, ତାଙ୍କର ଯେଉଁ କର୍ମ କରୁଛନ୍ତି ବା ଚାକିରି କରୁଛନ୍ତି, ସେମାନେ ମାଲିକର ତଳେ ଅଛନ୍ତି। ଆଉ ମାଲିକର ପୁଅ ସେ ଚାକିରି କରୁଥିବା ଲୋକମାନଙ୍କର ତଳେ ଅଛି। ଯେଉଁ ପର୍ଯ୍ୟନ୍ତ ସେ ବଡ଼ ହେଇନାହିଁ, ଆଉ ମାନେ ଗୋଟେ ହିତାୟିତ ଜ୍ଞାନର ଅଧିକାରୀ ହେଇନାହିଁ, ସେ ପର୍ଯ୍ୟନ୍ତ ସେ କମ୍ପାନୀର କୌଣସି ଜିନିଷକୁ ନିଜର କରିପାରିବ ନାହିଁ। ସେ ମାଗିବାକୁ ପଡ଼ିବ। ତ ଏହି ଅର୍ଥରେ ସାଧୁ ପାଉଲ ଆମମାନଙ୍କୁ ଗାଲାତିରେ ବା ଗାଲାତି ମଣ୍ଡଳୀରେ କହିବାକୁ ଚାହୁଁଛନ୍ତି, କିନ୍ତୁ ମୁଁ କହୁଅଛି, ଯେତେ ଦିନ ପର୍ଯ୍ୟନ୍ତ ଉତ୍ତରାଧିକାରୀ ନାବାଳକ ଥାଏ। ନାବାଳକ ଥାଏ, କିଏ ସେଟା? ଉତ୍ତରାଧିକାରୀ। ଉତ୍ତରାଧିକାରୀ କିଏ ସେଟା? କାହାକୁ ଉତ୍ତରାଧିକାରୀ କୁହାଯାଏ? ଉତ୍ତରାଧିକାରୀର ଅର୍ଥ କ'ଣ? ଉତ୍ତରାଧିକାରୀର ଅର୍ଥ ହେଉଛି ଭବିଷ୍ୟତରେ ବାପାଙ୍କର ସମ୍ପତ୍ତିର
ଯେ ଅଧିକାର କରିବ ତାଙ୍କୁ ଉତ୍ତରାଧିକାରୀ କୁହାଯାଏ। ଭବିଷ୍ୟତରେ ବାପାଙ୍କ ଅନ୍ତେ ବାପାଙ୍କର ସମ୍ପତ୍ତି ଯେଉଁ ଲୋକ ଖାଇବ ଭୋଗ କରିବ ତାଙ୍କୁ ଉତ୍ତରାଧିକାରୀ ବୋଲି କୁହାଯାଏ। କିନ୍ତୁ ସେ ଉତ୍ତରାଧିକାରୀ ଯେଉଁ ପର୍ଯ୍ୟନ୍ତ ନାବାଳକ ଅଛି, ଆମେ ଭାରତର ସରକାର ଅନୁସାରେ ନାବାଳକ କାହାକୁ କହୁଛୁ? ଯେଉଁ ଲୋକର ବୟସ 18 ବର୍ଷରୁ ତଳକୁ। ଆଉ 18 ବର୍ଷରୁ ତଳକୁ ନାବାଳକ ସେ କ'ଣ କରିବ? ଆମର ଯେଉଁ ଡେମୋକ୍ରାସି ଯେଉଁଟା ଗଣତାନ୍ତ୍ରିକ ଦେଶରେ ସେ ଅଂଶ ହେଇପାରିବ ନାହିଁ, ଭୋଟ ଦେଇପାରିବ ନାହିଁ, ଜଣକୁ ବାଛି ପାରିବ ନାହିଁ, ଭଲ ମନ୍ଦ ସେ ନିଷ୍ପତ୍ତି ଦେଇପାରିବ ନାହିଁ। ଅର୍ଥାତ୍ ସରକାର ତାକୁ ଛୋଟ ପିଲା ବୋଲି ଗ୍ରହଣ କରେ। ତାର ଅର୍ଥ ତାଙ୍କର ବିଚାରଧାରା ବଢ଼ି ନାହିଁ, ଉପଯୁକ୍ତ ନାହିଁ, ସେ ଭଲ ମନ୍ଦ ବିଚାର କରିବାରେ ସକ୍ଷମ ନୁହେଁ, ତେଣୁ ତାକୁ ନାବାଳକ କୁହାଯାଏ ଏବଂ ଭୋଟ ଦେବାର ଅଧିକାର ମଧ୍ୟ ଦିଆଯାଏ ନାହିଁ। କିନ୍ତୁ 18 ବର୍ଷ ଉର୍ଦ୍ଧ୍ୱ ହେଲା ପରେ ସେ ଭୋଟ ଆଇଡି କାର୍ଡ଼ ବନେଇବ ଏବଂ ଭୋଟ ଦେବାର ଅଧିକାରୀ ହେବ ବା ନିଜର ମତକୁ ପ୍ରକାଶ କରିବାକୁ ସକ୍ଷମ ହେବ। ଆଉ ଲୋକମାନେ ବି ଗ୍ରହଣ କରିବେ ଯେହେତୁ ୟାର ବୟସ ହେଇଛି, ଇଏ ଏବେ ଭଲ ମନ୍ଦ ବିଚାର କରିପାରିବ। ତ ଏଠାରେ ଦେଖନ୍ତୁ ଯେ ସେଇ କମ୍ପାନୀର ସେ ଭବିଷ୍ୟତର ମାଲିକ ହେଲେ ମଧ୍ୟ ଯେଉଁ ପର୍ଯ୍ୟନ୍ତ ସେ ନାବାଳକ ହେଇକି ଅଛି, ସେ ଭବିଷ୍ୟତର ଉତ୍ତରାଧିକାରୀ, ଭବିଷ୍ୟତର ସେ ସମ୍ପତ୍ତିର ମାଲିକ, କିନ୍ତୁ ଯେଉଁ ପର୍ଯ୍ୟନ୍ତ ନାବାଳକ ହେଇକି ରହିଛି ସେଇ ପର୍ଯ୍ୟନ୍ତ ସେ କର୍ତ୍ତା ହେଲେ ହେଁ, ଭବିଷ୍ୟତରେ ସେ କର୍ତ୍ତା ନା, କର୍ତ୍ତା ହେଲେ ହେଁ କୌଣସି ପ୍ରକାର ଦାସ ଠାରୁ ଭିନ୍ନ ନୁହେଁ ବୋଲି ଲେଖା ଅଛି। ଅର୍ଥ ଭବିଷ୍ୟତର ମାଲିକ ହେଲେ ମଧ୍ୟ ସେ କୌଣସି ପ୍ରକାର ଦାସ ଠାରୁ ଭିନ୍ନ ନାହିଁ ବୋଲି ଲେଖା ଅଛି। ଅର୍ଥ ଦାସ ପରି ତାକୁ ବ୍ୟବହାର କରାଯିବ। ତେଣୁ ଏଠାରେ ନାବାଳକର ଉଦାହରଣ ଦେଇକି କହିବାକୁ ଚାହୁଁଛନ୍ତି, ଆମେ ତାହା ବୁଝିବାକୁ ପଡ଼ିବ। ଆଉ 2 ପଦ ଆମେ ପଢ଼ିବା ଏବେ। କିନ୍ତୁ ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ଥାଏ। ପିତାଙ୍କ ନିରୂପିତ ସମୟ ପର୍ଯ୍ୟନ୍ତ ସେ ଅଭିଭାବକ ଏବଂ ବେବର୍ତ୍ତାମାନଙ୍କର ଅଧୀନରେ ରହିବ। କିଏ? ଯିଏକି ଭବିଷ୍ୟତର ମାଲିକ, ଯିଏକି ଉତ୍ତରାଧିକାରୀ। କେତେବେଳେ ରହିବ? ଯେତେବେଳେ ସେ ନାବାଳକ ହେଇକି ଅଛି। ତ ଏଠାରେ ଅଭିଭାବକ ଓ ବେବର୍ତ୍ତାମାନଙ୍କ ଅଧୀନରେ ରହିବ ଲେଖା ଅଛି। ତ ମୁଁ ଆପଣମାନଙ୍କୁ କ୍ଲିୟର କରିବାକୁ ଚାହେଁ ଏଠାରେ ଯେ ବାପାଙ୍କର କମ୍ପାନୀରେ ଯେଉଁମାନେ କାମ କରୁଛନ୍ତି, ଯେଉଁମାନେ ଚାକିରି କରୁଛନ୍ତି, ତାଙ୍କ ଅଧୀନରେ ସେ ରହିଲା। ସେମାନଙ୍କୁ ଏଠାରେ ଅଭିଭାବକ ଆଉ ବେବର୍ତ୍ତା ବୋଲି କୁହାଗଲା। ତାଙ୍କ ଅଧୀନରେ ସେ ରହିବ, ଦାସ ପରି ଟ୍ରିଟ୍ କରାଯିବ। ବଡ଼ ହେଲେ ପିତାଙ୍କର ନିରୂପିତ ସମୟ ପୁରିଲେ ସେ କମ୍ପାନୀର ଅଧିକାରୀ ହେବ। ସେତେବେଳେ ତାକୁ ଉତ୍ତରାଧିକାରୀ ବୋଲି କୁହାଯିବ ନାହିଁ, ସେଟା ତାକୁ ମାଲିକ ବୋଲି କୁହାଯିବ। ସେ ନିଜେ ଅନର ହେଇଯିବ ସେଠିକାର, ଆଉ ସମସ୍ତେ ତା ତଳକୁ ଆସିବେ। କିନ୍ତୁ ମନେ ରଖନ୍ତୁ, ୟାର ଗୋଟେ ସମୟ ଅଛି, ଜନ୍ମ ହଉ ହଉ ହେବ ନାହିଁ। এই ଯେଉଁ ଆଲୋଚନା 1 ଏବଂ 2 ପଦ ଆମେ ଆଲୋଚନା କଲୁ, ଏହାର ଆତ୍ମିକ ରହସ୍ୟ କ'ଣ ତା 3ରେ ପ୍ରକାଶ ଅଛି। ଦେଖନ୍ତୁ, ସେହିପରି ଆମ୍ଭେମାନେ ମଧ୍ୟ ଯେତେବେଳେ ଧର୍ମରେ ନାବାଳକ ଥିଲୁ, ସେତେବେଳେ ଜଗତର ପ୍ରାଥମିକ ବିଷୟ ଗୁଡ଼ାକର ଦାସ ଥିଲୁ। এই ଯେଉଁ 1 ଏବଂ 2 ସେ ଯେଉଁ ଆଲୋଚନା କରିଛନ୍ତି, ତାର ଉଦ୍ଦେଶ୍ୟ ସେ 3ରେ ପ୍ରକାଶ କରନ୍ତି ଯେ ଆମମାନେ ଯେତେବେଳେ ଧର୍ମରେ ନାବାଳକ ଥିଲୁ। এই ଯେଉଁ ନାବାଳକ, ଯେଉଁ ଛୋଟ ବୟସ, ଜ୍ଞାନ ନଥିବା ବୟସ ଯେଉଁ କହିଛନ୍ତି 1 ଏବଂ 2, ଆଉ ବେବର୍ତ୍ତା ଅଧୀନରେ ରହିବ, ଅଭିଭାବକ ଅଧୀନରେ ରହିବ, ଭବିଷ୍ୟତର କର୍ତ୍ତା ହେଲେ ହିଁ ଦାସ ପରି ରହିବ, ଏହାର ସେ ଭାବ କହିବାକୁ ଚାହୁଁଛନ୍ତି ଏହା ଧର୍ମର ବିଷୟ, ବୟସ ବିଷୟ ନୁହେଁ, ଧର୍ମର ଶିକ୍ଷାର ବୁଝାମଣାର ବିଷୟକୁ କହୁଛନ୍ତି। ଜଣେ କେତେ ବୁଝିଛି ଶିକ୍ଷା ଧର୍ମ ଉପରେ, ସେ ଉପରେ କହୁଛନ୍ତି। ମାନେ ଆମେ ଯେହେତୁ ଖ୍ରୀଷ୍ଟିଆନିଟିରେ ସେ ଆଲୋଚନା କରିବାକୁ ଚାହୁଁଛନ୍ତି। ଧର୍ମରେ ଯେତେବେଳେ ମାନେ ନାବାଳକ ଥିଲୁ, ଏହାର ଅର୍ଥ ଜଣେ ଯେତେବେଳେ ଗୋଟେ ଧର୍ମ ଗ୍ରହଣ କରେ ବା ଖ୍ରୀଷ୍ଟିଆନକୁ ଆସେ, ତାର ପ୍ରଥମ ଷ୍ଟେଜ୍ ଏବଂ ତାର ପରବର୍ତ୍ତୀ ଷ୍ଟେଜ୍ ପ୍ରକୃତରେ ଭିନ୍ନ। ତେଣୁ ସେଟା ଧର୍ମରେ ନାବାଳକ, ଛୋଟ ବୟସ, 1ରୁ 5ମ ପଢ଼ିବ, ପ୍ରାଇମେରୀ ଶିକ୍ଷା ଭିତରେ ରହିବ। ତ ଯେତେବେଳେ ଆମେ ନାବାଳକ ଥିଲୁ, ଅର୍ଥ ଆମେ ଶିକ୍ଷାରେ ଏତେ ଅଗ୍ରଗତି କରିନଥିଲୁ। ସେତେବେଳେ କ'ଣ ହେଇଛି? ଆମ୍ଭେମାନେ ଜଗତର ପ୍ରାଥମିକ ବିଷୟ ଗୁଡ଼ାକର ଦାସ ଥିଲୁ। ଆପଣମାନେ ଧ୍ୟାନ ଦିଅନ୍ତୁ, ଜଗତର ପ୍ରାଥମିକ ବିଷୟ କ'ଣ? କ'ଣ ବାଇବେଲରେ ପ୍ରାଥମିକ ଶିକ୍ଷା
କାହାକୁ କୁହାଯାଏ? ଯଦି ଜହନ ପୁସ୍ତକ 1:17 ଯଦି ଆମେ ପଢ଼ିବା, ବ୍ୟବସ୍ଥା ମଶାଙ୍କ ଦ୍ୱାରା ପ୍ରଦତ୍ତ ହେଲା, ଅନୁଗ୍ରହ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆସିଲା। ବ୍ୟବସ୍ଥା କାହା ଦ୍ୱାରା ଆସିଲା? ମୂଷାଙ୍କ ଦ୍ୱାରା ଆସିଲା। ଯେଉଁ ବ୍ୟବସ୍ଥା କି ମଣିଷ ଆଜି ସଫଳ କରିପାରୁନାହିଁ, ପାଳନ କରିପାରୁନାହିଁ, ବିଫଳ ଅଟେ। କିନ୍ତୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ବ୍ୟବସ୍ଥା ନୁହେଁ, ଅନୁଗ୍ରହ ଆସିଲା। ତେବେ ଆପଣମାନେ କୁହନ୍ତୁ, ପ୍ରଥମେ ଏଇ ଯେଉଁ ଖ୍ରୀଷ୍ଟିଆନ ସମାଜ ବା ଈଶ୍ୱରଙ୍କୁ ଜାଣିବା ଲୋକମାନଙ୍କୁ କେଉଁ ବିଷୟ ଶିକ୍ଷା ଦିଆଗଲା? ବ୍ୟବସ୍ଥା ନା ଅନୁଗ୍ରହ? ବ୍ୟବସ୍ଥା। ତେଣୁ ପ୍ରଥମେ ମଣିଷକୁ ବ୍ୟବସ୍ଥା ଶିକ୍ଷା ଦିଆଗଲା। ବ୍ୟବସ୍ଥା କ'ଣ? 10 ଆଜ୍ଞା, ରୀତିନୀତି, ଏଇସବୁ। ତ ଏଇଟା ହେଉଛି ମନୁଷ୍ୟର ଗୋଟେ ଧର୍ମରେ ଆଚରଣ କରିବା ପାଇଁ ହେଉଛି ପ୍ରାଥମିକ ଶିକ୍ଷା, ଯେହେତୁ ପ୍ରଥମ ଦିଆହେଇଛି। ଆଉ ଏଇଟା ନାବାଳକର ପରିଚୟ। ଦେଖନ୍ତୁ, ଯେତେବେଳେ ଧର୍ମରେ ଜଣେ ଏ ପ୍ରକାର ଅଛି, ନାବାଳକ ବିଷୟରେ ଅଛି ଏବଂ ସେ ବ୍ୟବସ୍ଥାର ଅଧୀନରେ ଅଛି। ତେଣୁ ଜଗତର ପ୍ରାଥମିକ ଶିକ୍ଷା ହେଉଛି ବ୍ୟବସ୍ଥା, ଯେଉଁଟା ପ୍ରଥମ ଆସି ପରେ ଯୀଶୁଖ୍ରୀଷ୍ଟଙ୍କର ବିଷୟରେ କୁହାଯାଇଛି, ବା ଯୀଶୁଖ୍ରୀଷ୍ଟ ଆସିଲେ ଅନୁଗ୍ରହ ଦେଲେ। ତେଣୁ ଯୀଶୁ ଆସିବା ପୂର୍ବରୁ ଜଗତରେ ପ୍ରାଥମିକ ଶିକ୍ଷା ଅଛି। ଆଉ ଯୀଶୁ ଆସିବା ପୂର୍ବର ଘଟଣା ନାବାଳକ, ଯୀଶୁ ଆସିବା ପରର ଶିକ୍ଷା ହେଉଛି ସାବାଳକ। ଏଠାରେ ଦେଖନ୍ତୁ, ଜଗତର ପ୍ରାଥମିକ ଶିକ୍ଷା ଗୁଡ଼ାକର ଆମେ ଯେଉଁ ଦାସ ଥିଲୁ ଲେଖା ଅଛି। ମୁଁ ପୂର୍ବରେ ଯେମିତି କହିଲି, ଏଇ ଦାସ ବ୍ୟବସ୍ଥା ହେଉଛି ଗୋଟେ ମଣିଷ ପାଇଁ ଅଭିଭାବକ ଆଉ ବ୍ୟବସ୍ଥା। ବ୍ୟବସ୍ଥା ହେଉଛି ଗୋଟେ ମଣିଷ ପାଇଁ ଅଭିଭାବକ ଏବଂ ବ୍ୟବସ୍ଥା, ଅର୍ଥାତ୍ ତାକୁ ଦେଖାଶୁଣା କରିବା ପାଇଁ ମାଲିକ ହେବାର ପୂର୍ବ ସ୍ଥିତି। ତେଣୁ ବ୍ୟବସ୍ଥା ଦ୍ୱାରା ମଣିଷ ଯେତେବେଳେ ଧରା ହେଇଛି ଅଛି, ତ ବ୍ୟବସ୍ଥା ହେଉଛି ସେମାନଙ୍କର ଅଭିଭାବକ ଆଉ ବ୍ୟବସ୍ଥା। କିନ୍ତୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆସିଲେ, ସେ କ'ଣ କରିବେ? ଆମମାନଙ୍କର ଏଇ ନାବାଳକ ପରିସ୍ଥିତିକୁ ବଦଳାଇ ଦେବେ। 4, କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ସେ ସ୍ତ୍ରୀ ଜାତ ହୋଇ ବ୍ୟବସ୍ଥାଧୀନ ହେଲେ। ସମୟ ଯେତେବେଳେ ହେଇଗଲା, ନିରୂପିତ ସମୟ ଯେଉଁ ଥିଲା, ଏଇଟା ଯୀଶୁଙ୍କ ପାଇଁ ନିରୂପିତ ସମୟ ନଥିଲା, ଆମମାନଙ୍କ ପାଇଁ ସମୟ ନିରୂପିତ ଥିଲା। ଅର୍ଥ ଆମେ କେବେ ନାବାଳକରୁ ସାବାଳକ ହେବା, ସେଇ ସମୟ ନିରୂପିତ ହୋଇଥିଲା। ତେଣୁ ଯୀଶୁଖ୍ରୀଷ୍ଟଙ୍କୁ ପଠାଇବାର ଅର୍ଥ ହେଉଛି ସମୟ ପୁରିଲା, ଆଉ ଆମକୁ ନାବାଳକରୁ ସାବାଳକ କରିବା ନିମନ୍ତେ ସେ ଯୀଶୁଙ୍କୁ ପଠାନ୍ତି। ଆଉ ସେ ଯୀଶୁଖ୍ରୀଷ୍ଟ ବ୍ୟବସ୍ଥାର ଅଧୀନ ହୁଅନ୍ତି। କାହିଁକି? ବ୍ୟବସ୍ଥା ହେଉଛି ମଣିଷର ଅଭିଭାବକ, ବ୍ୟବସ୍ଥା ଆଉ ପ୍ରାଥମିକ ଶିକ୍ଷା। ସେହି ସମୟରେ ଜଣେ ଲୋକ ସିଧାସଳଖ ପରମେଶ୍ୱରଙ୍କ ନିକଟକୁ ଯାଇପାରିବ ନାହିଁ। ହଁ, ସେ ଜଣେ ଭବିଷ୍ୟତର ମାଲିକ, ଭବିଷ୍ୟତର ଉତ୍ତରାଧିକାରୀ। ଯୀଶୁଖ୍ରୀଷ୍ଟ ସ୍ୱର୍ଗର ମାଲିକ, ପରିତ୍ରାଣର ଅଧିକାରୀ, ଧାର୍ମିକର ଅଧିକାରୀ। କିନ୍ତୁ ବ୍ୟବସ୍ଥାର ସମୟ ନାବାଳକ, ସେହି ସମୟରେ ସେ ପାପକ୍ଷମା, ପରିତ୍ରାଣ, ଧାର୍ମିକ ହେବାର ବହୁତ କଷ୍ଟ। ସେଥିପାଇଁ ମଣିଷ ନାବାଳକ ପରିସ୍ଥିତିରେ ଥାଏ ଯୀଶୁ ଆସିବା ପର୍ଯ୍ୟନ୍ତ। ଯେତେବେଳେ ଯୀଶୁଖ୍ରୀଷ୍ଟ ଆସିଲେ, ନାବାଳକରୁ ସାବାଳକ ହେବା ନିମନ୍ତେ ମନୁଷ୍ୟର କିଛି କର୍ତ୍ତବ୍ୟ ନାହିଁ। ନାବାଳକରୁ ସାବାଳକ ବା 18 ବର୍ଷ ଉର୍ଦ୍ଧ୍ୱ ବା ଗୋଟେ ବୟସ୍କ ପ୍ରାପ୍ତ ଖ୍ରୀଷ୍ଟାନ ବୋଲି ଗଣାଯିବା ପାଇଁ ଯୀଶୁଙ୍କୁ ଜାଣିବାର ଆବଶ୍ୟକ ଅଛି। ଯୀଶୁଙ୍କୁ ଯେତେବେଳେ ଜଣେ ଲୋକ ଜାଣିବ, ସେ ଲୋକ ଅଟୋମେଟିକ୍ ସାବାଳକ ହେବ। ସେଥିପାଇଁ ଯୀଶୁଖ୍ରୀଷ୍ଟ ନିଜେ ବ୍ୟବସ୍ଥାର ଅଧୀନ ହେଲେ ଲେଖା ଅଛି 5, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ଦେଖିଲେ, ସ୍ପଷ୍ଟ ଭାବରେ ଲେଖା ଅଛି, ଯୀଶୁ ଯେଉଁ ବ୍ୟବସ୍ଥାଧୀନ ହେଉଛନ୍ତି, ତାଙ୍କର ମୁଖ୍ୟ କାରଣ ହେଉଛି ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ। ଯୀଶୁଖ୍ରୀଷ୍ଟ ନିଜେ ବ୍ୟବସ୍ଥା ଦେଇ ଯେଉଁ ଯାତ୍ରା କଲେ, ସେ ପରମେଶ୍ୱର ହେଲେ ମଧ୍ୟ ବ୍ୟବସ୍ଥା ଅନୁସାରେ ଜୀବନ କାଟିଲେ। ତାର ଏକମାତ୍ର କାରଣ ଆପଣମାନେ ମନେ ରଖନ୍ତୁ, ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ। ଯୀଶୁ କାହିଁକି ବ୍ୟବସ୍ଥାର ଅଧୀନ ହେଲେ? ବ୍ୟବସ୍ଥା ଅଧୀନରେ ଥିବା ଲୋକମାନଙ୍କୁ ମୁକ୍ତ କରିବା ପାଇଁ। ତାଙ୍କଠାରେ ପାପ ଥିଲା, ସେଥିପାଇଁ ବ୍ୟବସ୍ଥାର ଅଧୀନ ହେଲେ, ସେମିତି ନୁହେଁ। ଆମ ପରି ଯେଉଁମାନେ ବ୍ୟବସ୍ଥାର ଅଧୀନରେ ଅଛନ୍ତି, ସେମାନଙ୍କୁ ମୁକ୍ତ କରିବା ପାଇଁ ଯୀଶୁଖ୍ରୀଷ୍ଟ ନିଜେ ବ୍ୟବସ୍ଥାର ଅଧୀନ ହେଲେ।
ଆଉ ବ୍ୟବସ୍ଥାର ମୂଲ୍ୟ ଦେଇ ସେ ଆମକୁ ମୁକ୍ତ କଲେ। ଦେଖନ୍ତୁ, ଯୀଶୁଖ୍ରୀଷ୍ଟ ଆସିଛନ୍ତି ଆମକୁ ବ୍ୟବସ୍ଥାରୁ ମୁକ୍ତ କରିବା ପାଇଁ ଏବଂ ନାବାଳକରୁ ସାବାଳକ କରିବା ପାଇଁ। ଅର୍ଥ ପ୍ରାଇମେରୀ ଶିକ୍ଷା, ପ୍ରାଥମିକ ଶିକ୍ଷା ଠାରୁ ହାୟର ଶିକ୍ଷା, ଉଚ୍ଚତର ଶିକ୍ଷାକୁ ନେବା ପାଇଁ। ତେଣୁ ଯେଉଁ ମଣ୍ଡଳୀ ବା ଯେଉଁ ବିଶ୍ୱାସୀ ବ୍ୟବସ୍ଥାର ଅଧୀନରେ ଚିରକାଳ ରହୁଛି, ତାର ଅର୍ଥ ଏ ନାବାଳକ ହେଇକି ରହୁଛି। ବ୍ୟବସ୍ଥା ଆସିବାର ଉଦ୍ଦେଶ୍ୟ ଆମେ ଜାଣିବାର ଅଛି। ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁଙ୍କର ଦାସମାନେ, ଅନେକ ସମୟରେ ଆମେ ଦେଖିବାକୁ ପାଉ ଲୋକମାନେ ଏବେ ବି ବ୍ୟବସ୍ଥା ଅଛି କରିବା ଦରକାର ବୋଲି କହନ୍ତି। ତାର ଅର୍ଥ ସେମାନେ ନାବାଳକରୁ ସାବାଳକ ହେଇପାରୁନାହାନ୍ତି, ବାକ୍ୟର ପରିବର୍ତ୍ତନକୁ ବୁଝିପାରିନାହାନ୍ତି। କାହିଁକି ବ୍ୟବସ୍ଥା ଦିଆଗଲା, କାହିଁକି ଯୀଶୁ ଆସିଲେ, ସେଇ ଭାବନା ଜାଣିନାହାନ୍ତି। କିନ୍ତୁ ଆଜ୍ଞା ଜାଣିବା ଦରକାର ଅଛି। ତେବେ ହିଁ ବ୍ୟବସ୍ଥାରୁ ଜଣେ ମୁକ୍ତ ହେଇକି ପ୍ରକୃତରେ ନାବାଳକ ହବ, ଆଉ ସେ ବ୍ୟବସ୍ଥାରେ ରହିବ ନାହିଁ। 6 ପଦ, ଆଉ ତୁମେମାନେ ପୁତ୍ର, ଏଥିସକାଶେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କ ଆତ୍ମାଙ୍କୁ ଆମମାନଙ୍କ ହୃଦୟକୁ ପ୍ରେରଣ କଲେ। ସେଇ ଆତ୍ମା ଆବା ପିତା ବୋଲି ଡାକନ୍ତି। ଦେଖନ୍ତୁ, ଆମେ ଆବା ପିତା ବୋଲି ଡାକୁଛୁ କାହାକୁ? ଈଶ୍ୱରଙ୍କୁ, ଯୀଶୁଙ୍କୁ ଈଶ୍ୱରଙ୍କୁ ଆବା ପିତା ବୋଲି ଆମେ ଡାକୁଛୁ। କେତେବେଳେ ଆବା ପିତା ବୋଲି କହିବା ଆମେ? ବ୍ୟବସ୍ଥାରେ ଥାଇକି, ରୀତିନୀତିରେ ଥାଇକି କହିପାରିବା ନାହିଁ। ରୀତିନୀତିରେ ଥାଇକି କହିହେବ ନାହିଁ। ମୁଁ ବ୍ୟବସ୍ଥାରେ ଥାଇକି ଈଶ୍ୱରଙ୍କୁ ପିତା ବୋଲି କହିପାରିବି ନାହିଁ। ଯଦି ମୁଁ ବ୍ୟବସ୍ଥାରେ ଅଛି ଆଉ ପିତା ବୋଲି କହୁଛି, ତେବେ ମୋ ଠାରେ ଭ୍ରମ ଅଛି। ହୋଇପାରେ ଆପଣ ବ୍ୟବସ୍ଥାରେ ଥାଇକି ପିତା କହିବା ପାଇଁ କିଏ ମନା କରିପାରନ୍ତି ନାହିଁ, କିନ୍ତୁ ଆପଣ ଭୁଲ ରାସ୍ତାରେ ଯାଇଛନ୍ତି ଆଉ ଆପଣ ଗ୍ରହଣୀୟ ନୁହନ୍ତି। କାହିଁକି? ବ୍ୟବସ୍ଥାର ଲୋକ ବ୍ୟବସ୍ଥା ଅଧୀନରେ ଥାଇକି ଆବା ପିତା ବୋଲି କୁହାଯାଇ ପାରିବ ନାହିଁ। କାହିଁକି? ଆପଣମାନେ ଭଲରେ ଦେଖନ୍ତୁ, ସେଇ ଯୀଶୁଖ୍ରୀଷ୍ଟ ଆସିଲେ, ବ୍ୟବସ୍ଥାର ମୂଲ୍ୟ ଦେଲେ, ମୁକ୍ତ କଲେ। ମୁକ୍ତ କଲା ପରେ ଗୋଟେ ଆତ୍ମା ଦେଲେ। ସେ ଆତ୍ମା ଆମକୁ କହୁଛନ୍ତି ତୁମେ ଆବା ପିତା ଏବେ ଡାକିପାରିବ। କାହିଁକି? ତମେ ବର୍ତ୍ତମାନ ନାବାଳକ ନୁହଁ। ତମେ ବର୍ତ୍ତମାନ ଜଗତର ପ୍ରାଥମିକ ଶିକ୍ଷା ଅର୍ଥ 10 ଆଜ୍ଞା ବ୍ୟବସ୍ଥାର ବନ୍ଧନରେ ନାହ। ପ୍ରଭୁ ତୁମକୁ ମୁକ୍ତ କଲେ, ଯୀଶୁ ତୁମକୁ ମୁକ୍ତ କଲେ, ସେ କ୍ରୁଶରେ ମଲେ, ଜୀବନ ଦେଲେ, ତେଣୁ ମୁକ୍ତ କଲେ। ଯେଉଁ ପର୍ଯ୍ୟନ୍ତ ଯୀଶୁଙ୍କର ମରଣ ଦ୍ୱାରା ଆମର ମୁକ୍ତ ହେଇନାହିଁ, ବ୍ୟବସ୍ଥାର ତ୍ରାହି ପାଇନୁ, ସେହି ପର୍ଯ୍ୟନ୍ତ ଆମେ ଯଦି ବି ପିତା ବୋଲି କହିବା, କିନ୍ତୁ ପିତା କେବେ ଆମର ପ୍ରାର୍ଥନା ଶୁଣିବେ ନାହିଁ, ଗ୍ରହଣ କରିବେ ନାହିଁ। କାହିଁକି? ପୁତ୍ର ଚାହୁଁଛନ୍ତି ବା ପିତା ଚାହୁଁଛନ୍ତି ଆମକୁ ଭବିଷ୍ୟତର ମାଲିକ କରିବା ପାଇଁ। ଅର୍ଥ ପରମେଶ୍ୱରଙ୍କର ଧନ ସମ୍ପତ୍ତି ହେଉଛି ସ୍ୱର୍ଗ ରାଜ୍ୟ, ପରିତ୍ରାଣ, ଧାର୍ମିକତା। ତାହା ପାଇବା ପାଇଁ ଯଦି ଆମେ ଚାହୁଁଛୁ, ପ୍ରଥମ ପାଇଁ କ'ଣ ଶିକ୍ଷା ଥିଲା? ବ୍ୟବସ୍ଥା। ସେଟା ହେଉଛି ନାବାଳକ। ଆଉ ସେହି ସମୟରେ ଆମମାନେ ଉତ୍ତରାଧିକାରୀ ହେଇକି ରହିଛୁ। କିନ୍ତୁ ମାଲିକ ହେବା ପାଇଁ ଅର୍ଥ ଈଶ୍ୱରଙ୍କର ସବୁ ଧନ ଅର୍ଥାତ୍ ସ୍ୱର୍ଗ ରାଜ୍ୟ ମୋର, ଧାର୍ମିକତା ମୋର, ମୁଁ ପରିତ୍ରାଣ ପାଇଛି ବୋଲି କହିବା ପାଇଁ ଯୀଶୁ ଖ୍ରୀଷ୍ଟ ଆସିଲେ ଆଉ ବ୍ୟବସ୍ଥାର ଆମକୁ ମୁକ୍ତ କଲେ। ଆଉ ଯେତେବେଳେ ବ୍ୟବସ୍ଥାର ଆମେ ମୁକ୍ତ ହେଲୁ, ସେତେବେଳେ ପବିତ୍ର ଆତ୍ମା କହୁଛନ୍ତି ଏବେ ତୁମେ ପିତା ବୋଲି ଡାକିପାରିବ। ଏବେ ତୁମେ ପିତା ଡାକିବା ପାଇଁ ସକ୍ଷମ। ତା ପୂର୍ବରୁ ନୁହେଁ। ତା ପୂର୍ବରୁ ଆମେ ପିତା ବୋଲି ଡାକି ହିଁ ପାରବା ନାହିଁ। ଆଉ ସେ ଆତ୍ମା ଅନୁସାରେ କାର୍ଯ୍ୟ କରେ। ତୁମେ ଏବେ ଦାସ ନୁହଁ, କିନ୍ତୁ ତୁମେ ପୁତ୍ର ଆଉ ଈଶ୍ୱରଙ୍କର ଉତ୍ତରାଧିକାରୀ। ମୁଁ ଆପଣମାନଙ୍କୁ କହିବାକୁ ଚାହେଁ, ବାକ୍ୟ କେବେ ମିଶ୍ରିତ କରନ୍ତୁ ନାହିଁ, ମିଶାମିଶି କରନ୍ତୁ ନାହିଁ ଆଜ୍ଞା। ମାନେ ବହୁତ ବିପଦ। ଆପଣ ମୋତେ ଖରାପ ଭାବିବା ବଡ଼ କଥା ନାହିଁ, କିନ୍ତୁ ନିଜେ ସମସ୍ୟାରେ ପଡ଼ିଲେ ବହୁତ ସମସ୍ୟା ହେଇଯିବ। ସେଥିପାଇଁ ମୁଁ କହିବାକୁ ଚାହେଁ, ଆମେ ବ୍ୟବସ୍ଥାରେ ଥାଇକି, ରୀତିନୀତିରେ ଥାଇକି ପିତାଙ୍କୁ ପିତା ବୋଲି ଡାକିବାର ଅଧିକାର ନାହିଁ ଆମର। ତେଣୁ ଏଠାରେ ଯୀଶୁଖ୍ରୀଷ୍ଟ ଆସିଲେ ପିତାଙ୍କ ମଧ୍ୟରେ ଆମର ଯେଉଁ ପାପର ସମସ୍ୟା ଥିଲା, ଆଉ ଆମେ ବ୍ୟବସ୍ଥା ଦ୍ୱାରା ଉତ୍ତମ କାମ କରିପାରୁନଥିଲୁ। ଆଉ ବ୍ୟବସ୍ଥା ଆମକୁ ମୋତେ ପାଳନ କର ବୋଲି କହୁନାହିଁ, ସେ କହୁଛି ପ୍ରାଥମିକ ଶିକ୍ଷା ବୋଲି କହୁଛି। ମୁଁ ଏବେ ଆସିଛି, ଆଉ ପରେ ଆଉ ଗୋଟେ ଶିକ୍ଷା ଆସୁଛି। ସେଟା କ'ଣ? ଯୀଶୁଙ୍କର ଶିକ୍ଷା। ଯୀଶୁ ପରିତ୍ରାଣ ଦେଲେ, ମୁକ୍ତ କଲେ, ଜୀବନ ଦେଲେ। ସେଟା ବ୍ୟବସ୍ଥାରେ ନଥିଲା ଆଜ୍ଞା। ମାନେ ବ୍ୟବସ୍ଥା ପରେ ଏଟା ଆସିଛି। ତେଣୁ ବ୍ୟବସ୍ଥାର ଶିକ୍ଷା ଠାରୁ ମୁକ୍ତ କରିବା ପାଇଁ, ପାପର ମୁକ୍ତ କରିବା ପାଇଁ ଯୀଶୁଖ୍ରୀଷ୍ଟ ଆସିଲେ, ବା ନାବାଳକରୁ ଆମକୁ ସାବାଳକ କରିବା ନିମନ୍ତେ ସେ ନିଜେ ଜୀବନ ଦେଲେ, ଆମକୁ ମୁକ୍ତ କଲେ, ଆଉ ଆମକୁ ଆଜି ସାବାଳକ କଲେ। ତେଣୁ
ଆପଣ ଯେଉଁଠାରୁ ଶୁଣୁଛନ୍ତି କେଉଁଠୁ ଶୁଣୁଛନ୍ତି ମୋତେ କମେଣ୍ଟ କରନ୍ତୁ। ବ୍ୟବସ୍ଥା ପରିତ୍ରାଣ ପାଇବା ପାଇଁ, ଧାର୍ମିକ ହେବା ପାଇଁ ଯଦି କର୍ମ କଥା ପ୍ରଚାର ହୁଏ ବା କର୍ମ ପଥରେ ଅଛନ୍ତି, ତେବେ ଆପଣ ବ୍ୟବସ୍ଥାରେ ଅଛନ୍ତି ଏବଂ ନାବାଳକ ହେଇକି ଅଛନ୍ତି। ଆପଣ ଖ୍ରୀଷ୍ଟିଆନ ହୁଅନ୍ତୁ କି ଯିଏ ବି ହୁଅନ୍ତୁ ଆଜ୍ଞା, ଆପଣ ସାବାଳକ ହୋଇପାରିବେ ନାହିଁ ବା ଉତ୍ତରାଧିକାରୀ ହୋଇନାହାନ୍ତି, ମାଲିକ ହୋଇନାହାନ୍ତି, ଅର୍ଥ ପରିତ୍ରାଣ ଧାର୍ମିକତା ପ୍ରାପ୍ତ କରିନାହାନ୍ତି। ତେଣୁ ଶିକ୍ଷାର ଗୋଟେ ପରିବର୍ତ୍ତନ ଅଛି, ଚେଞ୍ଜେସ୍ ଅଛି। କେତେବେଳେ କ'ଣ ସେ ଅନୁସାରେ ଶିକ୍ଷା କରନ୍ତୁ, କିଛି ସମସ୍ୟା ହେବ ନାହିଁ। ମୁଁ ଆଶା କରୁଛି ଆଜିର ଏହି ଆଲୋଚନା ଆପଣମାନେ ବୁଝିଥିବେ। ଆଉ ଯଦି ବୁଝିଛନ୍ତି କମେଣ୍ଟ କରନ୍ତୁ, କିମ୍ବା କିଛି ସନ୍ଦେହ ଯଦି ଆସିଛି ସେଇଟା ବି ଲେଖନ୍ତୁ। ଆଉ ଆମେ ବାକି ଏପରିକି ଅନେକ ଶିକ୍ଷା କରିବା। ଆଜି ପାଇଁ ଏତିକି କହିବି। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ନମସ୍କାର।